ପିଲାମାନେ ଆମେ ପଲିଟିକାଲ ସାଇନ୍ସର କିଛି କ୍ୱେଶ୍ଚନ୍ ତିଆରି କରିବା। ତ କ୍ଲାସ୍ 10ର ପିଲାମାନେ ସମସ୍ତଙ୍କୁ ଯେଉଁମାନେ ଭିଡ଼ିଓ ସବୁ ଦେଖୁଛ ସମସ୍ତଙ୍କୁ ଗ୍ରାଣ୍ଡ ୱେଲକମ୍ ହେଲା। ଆମେ ପଢ଼ିବା ପଲିଟିକାଲ ସାଇନ୍ସ ରାଜନୀତି ବିଜ୍ଞାନ। ସେଥିରେ ଯେଉଁ ଅଧ୍ୟାୟ ଅଛି ତ ଆମକୁ ବୁଝିବା ସହିତ ଯେଉଁ କ୍ୱେଶ୍ଚନ୍ ସବୁ କରିବାକୁ ପଡ଼ିବ ବା ଆମେ ତ ସର୍ଟ କ୍ୱେଶ୍ଚନ୍ ତିଆରି କରିକି ରଖିବା ତାହେଲେ ଆମେ ପରୀକ୍ଷାରେ ସର୍ଟ କ୍ୱେଶ୍ଚନ୍ ତିଆରି କଲେ ଅଟୋମେଟିକ୍ କିଛି ମନେ ରହିଯିବ। ଆଉ ନେକ୍ସଟ ଆମକୁ ସୁବିଧା ହେବ ପାଠ ପଢ଼ିବା ପାଇଁ। ପରୀକ୍ଷା ସମୟରେ କ୍ୱେଶ୍ଚନ୍ ସବୁ ଥିବ, ଖାଲି ଦେଖି ଦେଖି ଚାଲିଯିବା। ବୁଝିପାରୁଛ? ଆଚ୍ଛା ହଉ, ଦେଖିବା କ୍ୱେଶ୍ଚନ୍ ଗୋଟେ ବନେଇବା। ଦେଖିବା ଆଜି ଏ ବିଷୟ ସାରିବା। ଭାରତ ସ୍ୱାଧୀନତା ପରବର୍ତ୍ତୀ ରାଜ୍ୟର ପୁନର୍ଗଠନ ହେଲା। ନୂତନ ରାଜ୍ୟ ଗୁଡ଼ିକର ଗଠନ ପ୍ରଥମ ଅଧ୍ୟାୟରେ ଅଛି। ନୂଆ ନୂଆ ରାଜ୍ୟ ମନେ ରଖିବ। ଏ ବିଷୟରେ କୁହାହେଇଛି କେବେ, କେଉଁ ଦିନ, କେଉଁ ଧାରାରେ, କେଉଁ ସଂଶୋଧନ ବଳରେ ନୂଆ ରାଜ୍ୟ ଗଠନ ହେଲା, କେଉଁ ଭିତ୍ତିରେ, ଏମିତି ଜିନିଷ ମନେ ରଖିବାର ଅଛି। ସିମ୍ପଲିରେ କହିବାକୁ ଗଲେ ସ୍ୱାଧୀନତା ପୂର୍ବରୁ କେତେ ଖଣ୍ଡ ରାଜ୍ୟ ଥିଲା, ସ୍ୱାଧୀନତା ପରେ କେବେ କେମିତି ସବୁ ରାଜ୍ୟ ଗଠନ ହେଇଛି। ବର୍ତ୍ତମାନ ଯେଉଁ 28 ରାଜ୍ୟ ଅଛି କେମିତି ତିଆରି ହେଇଛି ଡିଟେଲ୍ସ ଜାଣିପାରୁଛ, କ୍ଲିଅର? ହଉ, ବର୍ତ୍ତମାନ ଦେଖ ଲେଖା ହେଲା ବର୍ତ୍ତମାନ ଭାରତରେ 28ଟି ରାଜ୍ୟ ଅଛି, 9ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି। ସେ ରାଜ୍ୟ ନାଁ ସବୁ ଲେଖା ହେଲା। ଏଥିରେ କିଛି ନାହିଁ, ଏଥିରେ କିଛି ମାନେ ବୁଝିବାର ନାହିଁ କି ଜାଣିବାର ନାହିଁ। ପରୀକ୍ଷାରେ ପଢ଼ି ଦେଇପାରେ ଭାରତରେ କେତେଟା ରାଜ୍ୟ ଅଛି ହେଲା। କିନ୍ତୁ ତାପରେ ମନେ ରଖିଦେବ ପିଲାମାନେ, ଯଦି ମ୍ୟାପ୍ ଫ୍ୟାପ୍ ପଡ଼ିଗଲା, ଯଦି କେଉଁଠି ଜୋଗ୍ରାଫିରୁ ତ ମ୍ୟାପ୍ ଫ୍ୟାପ୍ ପଡ଼େ, ଟିକେ ତ ମୁଁ ଯେମିତି କହିଥିଲି ଏ ଗପ ଟିକେ ରିମାଇଣ୍ଡ କରିଦେବ। ଏ ଯେଉଁ ଗପ ଚୋରି, ବାଇକ୍ ଚୋରି ହେଇଥିଲା ପଞ୍ଜାବ ହରିୟାଣା, ବୁଝିଲ? ତାକୁ ଟିକେ ରିମାଇଣ୍ଡ କରିଦେଲେ ସବୁ ଷ୍ଟେଟ୍ ସବୁ ଆଖି ବୁଝିଦେଲେ ସବୁ ମନେ ପଡ଼ିଯିବ କିଏ କେଉଁଠି ସବୁ ଅଛନ୍ତି ହେଲା। ହଉ, ବର୍ତ୍ତମାନ ଆମେ ଏଇଠୁ ଦେଖିବା ହେଲା। 2000 ଏଇ ବକ୍ସ ପାଖରୁ ଦେଖିବା, ଲେଖା ହେଇଛି 2009-19 ମସିହାରେ ପାର୍ଲିଆମେଣ୍ଟରେ 370 ଧାରାର ଉଚ୍ଛେଦ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ବଳବତ୍ତର ହୋଇ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଭାରତୀୟ ସମ୍ବିଧାନ ବାହାରେ ଏକ ସ୍ୱତନ୍ତ୍ର ସମ୍ବିଧାନ ଦ୍ୱାରା ଶାସନ ସମାପ୍ତି ହୋଇଛି। ପରୀକ୍ଷାରେ ପଡ଼ିବ କ୍ୱେଶ୍ଚନ୍, ଫାଷ୍ଟ କ୍ୱେଶ୍ଚନ୍ ନୂତନ ରାଜ୍ୟ ପୁନର୍ଗଠନ। ଆଗରୁ ଯେତେବେଳେ ସ୍ୱାଧୀନତା ପରେ ପରେ କ'ଣ ହେଉଥିଲା, ଯେଉଁ ମହମ୍ମଦ ଅଲି ଜିନ୍ନା ଆମେ ଯାହାକୁ ଗୋଟେ ଜାଣିଥିଲେ, ଗୋଟେ ଆମ ମାନେ ହାରାମି, ଗୋଟେ ଆମ ଭାରତକୁ ଖଣ୍ଡ ବିଖଣ୍ଡିତ କରିଦେଲା ମୁସଲିମ ଲିଗ୍ କରେଇକି, ଏ ଯେଉଁ ମାଉଣ୍ଟ ବେଟନ୍ ଯୋଜନାରେ ଖଣ୍ଡ ବିଖଣ୍ଡିତ କରିଦେଲା। ତାପରେ ବି ତମେ ଶୁଣିଛ କହିଥିଲା 2/3 ଆମକୁ ଦିଅ। ତାପରେ ଜାତୀୟ କଂଗ୍ରେସ କହିଲା କ'ଣ, କହିଲା କି ଆରେ ୟାର ଆମ ୟାର ତ ଏତେ ଲୋକ ଅଛନ୍ତି, ତମ ପାକିସ୍ତାନରେ ଯେତିକି ମୁସଲିମ ନାହାନ୍ତି ଆମ ଭାରତରେ ସେତିକି ମୁସଲିମ, ତ ଆମେ କେମିତି ତୁମକୁ 2/3 ଜମି ବା ଭାରତ ତୁମକୁ ଦେଇଦେବୁ, ଆଉ ଆମେ ରହିବୁ କେଉଁଠି ହେଲା? ତ ଦେଲେ ନାହିଁ। କିନ୍ତୁ ମହମ୍ମଦ ଅଲି ଜିନ୍ନାଙ୍କର ଯେଉଁ ମାନେ କ'ଣ ଲୋଭ ତାଙ୍କର ସରି ନଥିଲା, ସେଥିପାଇଁ ସେ ଜାମ୍ମୁ କାଶ୍ମୀରକୁ ସବୁବେଳେ ମାଗୁଥିଲେ। ଜାମ୍ମୁ କାଶ୍ମୀରରେ ପ୍ରାୟତଃ ମୁସଲିମ ଲୋକ ରୁହନ୍ତି ଅଧିକାଂଶ, ତ ସେଇଥିପାଇଁ ଜାମ୍ମୁ କାଶ୍ମୀର ଲୋକ କ'ଣ ସେଠି ସବୁ ମାନେ ଜାମ୍ମୁ କାଶ୍ମୀର ଲୋକମାନଙ୍କୁ ଶାନ୍ତିରେ ବସବାସ କରିବା ପାଇଁ ଦିଆଯାଉନଥିଲା। ବାରମ୍ବାର ଆତଙ୍କବାଦୀ, ସନ୍ତ୍ରାସବାଦୀ, ବିଭିନ୍ନ ପ୍ରକାର ଗୁଳିକାଣ୍ଡ, ହତ୍ୟାକାଣ୍ଡ, ଅତ୍ୟାଚାର ଏମିତି ସବୁ କାରନାମା ହେଉଥିଲା। ସେଇଥିପାଇଁ ଭାରତ ସରକାର କ'ଣ କଲା ନା, ସ୍ୱାଧୀନତା ପରେ ପରେ କ'ଣ କରିଥିଲା ନା, କ'ଣ ଯେ ସବୁ ରାଜ୍ୟ ପାଇଁ ଅଲଗା ନିୟମ, ଜାମ୍ମୁ କାଶ୍ମୀର ପାଇଁ ଅଲଗା ନିୟମ। ବୁଝିପାରୁଛ? ଯେମିତି ଆମ ଯେଉଁ ହେଡ଼୍ ସାର୍ ଅଛନ୍ତି ସନ୍ତୋଷ ସାର୍, ଆମ ସମସ୍ତଙ୍କ ପିଲାଙ୍କ ପାଇଁ ଅଲଗା ନିୟମ, ଆମ ଅନିରୁଦ୍ଧ ପାଇଁ ଅଲଗା ନିୟମ। ଅନିରୁଦ୍ଧକୁ ସାର୍ ଦେଖିବେ ମାନେ ଆଣ୍ଠା ସେଇଠି ଆଣ୍ଠା, ବୁଝିପାରୁଛ? ସେମିତି ଜିନିଷ ତ ଇଏ ଜାମ୍ମୁ କାଶ୍ମୀର ପାଇଁ ମଧ୍ୟ ଅଲଗା ନିୟମ ଥିଲା, ବୁଝିପାରୁଛ? କିନ୍ତୁ ମନେ ରଖିବ 2019 ମସିହା ହେଲା, 2019 ମସିହା 370 ଧାରାରେ, ଯେଉଁ 370 ଧାରା ଥିଲା ସେଥିରେ ଜାମ୍ମୁ କାଶ୍ମୀର ସ୍ପେଶାଲ ଟ୍ରିଟମେଣ୍ଟ ରଖାହେଉଥିଲା। କିନ୍ତୁ 370 ଧାରା ଉଚ୍ଛେଦ ହେଲା କେତେ ମସିହାରେ? 2019 ମସିହାରେ ହେଲା। ଉଚ୍ଛେଦ ହେଲା, ରାଷ୍ଟ୍ରପତି ତାକୁ ଆପ୍ରୁଭ୍ କଲେ ହେଲା। ତାପରେ ସ୍ୱତନ୍ତ୍ର ସାମ୍ବିଧାନିକ ବ୍ୟବସ୍ଥା ଜାମ୍ମୁ କାଶ୍ମୀରରେ ରହିଲା ନାହିଁ, ବା ଯେଉଁ ସ୍ୱତନ୍ତ୍ର ବ୍ୟବସ୍ଥା ରହୁଥିଲା ଜାମ୍ମୁ କାଶ୍ମୀର ପ୍ରତି ତାହା ସମାପ୍ତ ହେଲା। ମନେ ରଖିବ ଯେ 300 ପରୀକ୍ଷାରେ ପଡ଼ିବ, କ୍ୱେଶ୍ଚନ୍ ଲେଖିଦେବ ଧାରା 370 କେବେ ଉଚ୍ଛେଦ ହେଲା, କେବେ? 2019। କ୍ୱେଶ୍ଚନ୍ ଧାରା 370 କେଉଁ ରାଜ୍ୟ ପାଇଁ ଉଦ୍ଦିଷ୍ଟ? କେଉଁ ରାଜ୍ୟ? ଜାମ୍ମୁ କାଶ୍ମୀର। ଓକେ, ସରିଲା। ତାପରେ ଦେଖ ଇଏ ଗଲା 2019 କଥା, ଗୋଟେ ବକ୍ସ ଲେଖିଦେଲା, ଆମେ ଜାଣିଲେ।
ତାପରେ ଦେଖ ଲେଖା ହେଇଛି 1987 ମାନେ ସ୍ୱାଧୀନତା ପରେ ପରେ 1987 ମସିହା ପରଠାରୁ ଅଦ୍ୟବିଧି ମାନେ ଚାଲି ଆସୁଥିବା ଅଦ୍ୟବିଧି ଆଗରୁ ଆସିଥିବା ହେଲା ଅଦ୍ୟବିଧି ଭାରତରେ 9 ଗୋଟି କେନ୍ଦ୍ରଶାସିତ ରହିଛି ମାନେ 1987 ମସିହାଠାରୁ ଭାରତରେ 9ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି କ'ଣ କ'ଣ ନା ଦିଲ୍ଲୀ, ପଣ୍ଡିଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ଦାଦରା ନଗର ହାବେଳୀ, ଡାମନଡିଉ, ଚଣ୍ଡିଗଡ଼, ଜାମ୍ମୁ କାଶ୍ମୀର, ଲଦାଖ ହେଲା ଏହିପରି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରୁ ଦିଲ୍ଲୀ ଓ ପଣ୍ଡିଚେରୀ ସାମ୍ବିଧାନିକ ସ୍ଥିତି ଭିନ୍ନ ମନେ ରଖିବ ଯେତିକି ସବୁ ଆମେ ଦେଖୁଛନ୍ତି ଯେଉଁ କେନ୍ଦ୍ରଶାସିତ ଅଞ୍ଚଳ କିନ୍ତୁ ଦିଲ୍ଲୀ ପଣ୍ଡିଚେରୀ ଯେଉଁ କେନ୍ଦ୍ରଶାସିତ ଅଞ୍ଚଳ ତାଙ୍କର ଟିକେ ସାମ୍ବିଧାନିକ ସ୍ଥିତି ଭିନ୍ନ ତାଙ୍କୁ କ'ଣ ଦିଆହେଇଛି ନା ସ୍ୱତନ୍ତ୍ର ରାଜ୍ୟର ମାନେ ଥାର୍ଡ଼ କ୍ୱେଶ୍ଚନ୍ ନମ୍ବର 3 ଯେ ଭାରତର କେଉଁ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯାଇଛି କେଉଁ ରାଜ୍ୟ ଲେଖିବ ମନେ ରଖି ରଖି ଲେଖୁଥିବ କେଉଁ ରାଜ୍ୟ ପଣ୍ଡିଚେରୀ ଓ ଦିଲ୍ଲୀ ଓକେ ଓକେ ସରିଲା ଏଟା ତାପରେ କ'ଣ ଆସିଲା କହ ଦେଖିବା 1962 ମସିହାରେ ପଣ୍ଡିଚେରୀ ଆଇନ ତଥା କେନ୍ଦ୍ରଶାସିତ ଅଞ୍ଚଳ ଶାସନ ଆଇନ 1963 ଏବଂ ଚତୁର୍ଥ ସମ୍ବିଧାନ ସଂଶୋଧନ ଆଇନ 1962 ଓ 37ତମ ସମ୍ବିଧାନ ସଂଶୋଧନ ଆଇନ 1974ର ବ୍ୟବସ୍ଥା ତଥା ସମ୍ବିଧାନ ଧାରା 239 କ ଅନୁସାରେ ପଣ୍ଡିଚେରୀ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ହେଲା ହେଲେ ମଧ୍ୟ ସେଠାରେ ଏକ ବିଧାନସଭା ଓ ମନ୍ତ୍ରୀ ପରିଷଦର ବ୍ୟବସ୍ଥା ରଖାଯାଇଛି ହେଲା ସେଇ କଥା ଲେଖା ହେଲା ମାନେ କେଉଁ ଧାରାରେ ଦେଖ 1962 ମସିହାରେ କ୍ୱେଶ୍ଚନ୍ କ'ଣ ଲେଖିବ ଦେଖ 1962 ମସିହାରେ ପଣ୍ଡିଚେରୀ ଆଇନ ତଥା କେନ୍ଦ୍ରଶାସିତ ଅଞ୍ଚଳ ଶାସନ ଆଇନ ଏଇଟା କେଉଁ ମସିହାରେ 1962 ମସିହାରେ ଲେଖିବ ବୁଝିଲ ପଏଣ୍ଟ ଆଉଟ୍ କରି ଲେଖିଲେ କ୍ୱେଶ୍ଚନ୍ ତୁମେ ବନେଇବା ପାଇଁ ଇଜି ହେବ ତାପରେ କ'ଣ ଲେଖା ହେଇଛି 1963 ଏବଂ ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ମାନେ କ'ଣ 14ତମ ସମ୍ବିଧାନ ସଂଶୋଧନ ଆଇନ 1962ରେ କେତେତମ 1963 ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ଏବଂ 1962 ଓ 37ତମ ସମ୍ବିଧାନ ସଂଶୋଧନ ଆଇନ ହେଲା 1974ର ବ୍ୟବସ୍ଥା ତ ସମ୍ବିଧାନ ଧାରା 239 କ ଅନୁସାରେ ମାନେ ଏତେ ଗୋଟେ ଆଇନ କେତେଟା ଆଇନ ଏଠି ରହିଲାଣି ଦେଖ 1962 ମସିହାରେ ପଣ୍ଡିଚେରୀ ଆଇନ ପୁଣି 1963 ଆଇନ ପୁଣି ଗୋଟେ ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ପୁଣି 1962 ଆଇନ ପୁଣି 37ତମ ସମ୍ବିଧାନ ସଂଶୋଧନ ଆଇନ ପୁଣି 1974ର ବ୍ୟବସ୍ଥା ତଥା ସମ୍ବିଧାନ 1974ର ବ୍ୟବସ୍ଥା ତଥା ସମ୍ବିଧାନର ଧାରା 239 କ ଅନୁସାରେ କେତେ ଆଇନ ହେବା ପରେ ଯାଇକି ପଣ୍ଡିଚେରୀ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଫିର୍ ବି ସେଥିରେ କ'ଣ ଅଛି ବିଧାନସଭା ଓ ମନ୍ତ୍ରୀ ପରିଷଦ ବ୍ୟବସ୍ଥା ରଖାଯାଇଛି ବିଧାନସଭା ମନ୍ତ୍ରୀ ପରିଷଦ ରାଜ୍ୟମାନଙ୍କରେ ଥାନ୍ତି କିନ୍ତୁ ଏଇ ଆଇନ ଅନୁସାରେ କେଉଁଠି ପଣ୍ଡିଚେରୀ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ଏଠି କ'ଣ ରହୁଛି ବିଧାନସଭା ଓ ମନ୍ତ୍ରୀ ପରିଷଦ ରହୁଛି କେଉଁ ଆଇନ ସବୁ ମନେ ରଖିଲ 1962 1963 କେତେ ଆଇନ ହେଲା ପରେ ଯାଇକି ଏ ଆଇନ ପାସ୍ ହେଇଛି ବା ଏହା ସମ୍ଭବ ହୋଇଛି ବୁଝିପାରିଲ କ୍ଲିଅର ଏମିତି ଖାଲି ମନେ ରଖିବାକୁ ପଡ଼ିବ କେଉଁ ଆଇନ ସବୁ ତିଆରି ହେଇଛି କେତେଟା ଆଇନ ସବୁ ଏଠି ଲେଖିବ କେତେ ଲେଖା ହେଇଛି 1962 ମସିହାରେ ପଣ୍ଡିଚେରୀ ଆଇନ ତଥା କେନ୍ଦ୍ରଶାସିତ ଅଞ୍ଚଳ ଶାସନ ଆଇନ ଛାଡ଼ ପଣ୍ଡିଚେରୀ ଆଇନ ଗଲା ଗୋଟେ ପୁଣି 1963 ଆଇନ ଗୋଟେ ଅଛି ତାପରେ ଗୋଟେ ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ଗୋଟେ ଅଛି ପୁଣି 1962 ଆଇନ ଗୋଟେ ଅଛି ପୁଣି 37ତମ ସମ୍ବିଧାନ ସଂଶୋଧନ ଆଇନ ଅଛି ବୁଝିଲ ଏତିକି ଆଇନ ତାପରେ କ'ଣ ଅଛି ପୁଣି 1974ର ବ୍ୟବସ୍ଥା ତ ସମ୍ବିଧାନ ଧାରା 239 କ ମାନେ ଯୋଡ଼ା ଯାଇଛି କ ଅନୁସାରେ ପଣ୍ଡିଚେରୀ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ଏଠାରେ ବିଧାନସଭା ମନ୍ତ୍ରୀ ପରିଷଦ ବ୍ୟବସ୍ଥା ରଖାଯାଇଛି କ୍ୱେଶ୍ଚନ୍ ବୁଝିପାରିଲ ଲେଖିପାରିଲ ଏଠାରେ ଶାସନ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଜଣେ ଉପରାଜ୍ୟପାଳ ବୁଝିପାରିଲ ତାହେଲେ ଯେଉଁ କିଏ କେନ୍ଦ୍ରଶାସିତ ଅଞ୍ଚଳରେ ଶାସନ ମୁଖ୍ୟ କିଏ ହେବେ ରାଷ୍ଟ୍ରପତିଙ୍କ ଦ୍ୱାରା ମନେ ରଖିବ ତାହେଲେ ଲେଖିବ ପଣ୍ଡିଚେରୀରେ କିଏ ଶାସନ ମୁଖ୍ୟ ଲେଖିବ କ'ଣ ପଣ୍ଡିଚେରୀରେ ଶାସନ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ନିୟୋଜିତ ଜଣେ ଉପରାଜ୍ୟପାଳ ଯାହାକୁ ଉପରାଜ୍ୟପାଳଙ୍କୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବୋଲି କୁହାଯାଏ ଗଭର୍ଣ୍ଣରଙ୍କର ବାଁ ହାତୀ କୁହନ୍ତି ନା ଇଏ ମୋର ବାଁ ହାତ ଇଏ ମୋର ଡାହାଣ ହାତ ଏମିତି ଉପରାଜ୍ୟପାଳଙ୍କୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବୋଲି କୁହାଯାଏ ଲେଫ୍ଟ ହେଲା ହଉ ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀକୁ ମଧ୍ୟ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳେ ଇଏ ବି ସେଇଭଳିଆ
1992 ଫେବୃଆରୀ ମାସ 1 ତାରିଖ ଦିନ ସମ୍ବିଧାନ ଧାରା 239 କ ହେଟା କରେ ଗଲା କୋଉଟା ଦେଖ 239 କୋଉଟା ଗଲା ପଣ୍ଡିଚେରୀ ଗୋଟେ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ଏଟାର ବ୍ୟବସ୍ଥା ରହିଲା। ଏଥିରେ ପୁଣି ହେଲା 239 କ ବୁଝିଲ, ପୁଣି 239 କ ଏବଂ 69ତମ ସମ୍ବିଧାନ ଆଇନ ବଳରେ ସମ୍ବିଧାନକୁ ନୂତନ ବ୍ୟବସ୍ଥା ଯୋଗ କରାଯାଇଛି। ଏହି ନୂତନ ବ୍ୟବସ୍ଥା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀକୁ ଜାତୀୟ ରାଜଧାନୀ ଅଞ୍ଚଳ ରାଜଧାନୀ ମନେ ରଖିବ କେଉଁ ଧାରାରେ ଦିଲ୍ଲୀକୁ ଜାତୀୟ ରାଜଧାନୀ ବା ଆମ ରାଜଧାନୀ ନୂଆଦିଲ୍ଲୀ ଯେଉଁ ଦିଲ୍ଲୀ ସେଇ କେଉଁ ଧାରାରେ ତାହା ଗୃହୀତ ହେଇଛି ମନେ ରଖିବ 239 କ ଏବଂ 69ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ସମ୍ବିଧାନ ନୂତନ ବ୍ୟବସ୍ଥା ହେଲା। ଏଥିରେ ଦିଲ୍ଲୀକୁ ଜାତୀୟ ରାଜଧାନୀ ଅଞ୍ଚଳର ମାନ୍ୟତା ମିଳୁଛି। ଏହି ସ୍ୱୀକୃତି ମିଳିବା ସହିତ 1993 ମସିହା ପରଠାରୁ ଦିଲ୍ଲୀ ପାଇଁ ଗୋଟିଏ ବିଧାନସଭା ଗୋଟିଏ ମନ୍ତ୍ରୀ ପରିଷଦ ବ୍ୟବସ୍ଥା କରାଯାଇଛି। ତାହେଲେ ଏଟା ଯେତେବେଳେ ପାସ୍ ହେଲା ଯେତେବେଳେ ଦିଲ୍ଲୀ ଏକ ରାଜଧାନୀ ହେଇଗଲା, ପଣ୍ଡିଚେରୀ ତ ଥିଲା କିନ୍ତୁ ଯେତେବେଳେ ଦିଲ୍ଲୀ ଯେତେବେଳେ ରାଜଧାନୀ ହେଇଗଲା ଯେଉଁ 239 କ 239 କ ପୁଣି 69ତମ ସମ୍ବିଧାନ ସଂଶୋଧନ ହେଲା, ଜାତୀୟ ରାଜଧାନୀ ହେଲା। କ୍ୱେଶ୍ଚନ୍ ଲେଖିଦେବ। ତାପରେ 1993 ମସିହା ଦିଲ୍ଲୀ ଗୋଟେ ଲେଖିବ କ୍ୱେଶ୍ଚନ୍ କେତେ ମସିହା ପରଠାରୁ ଦିଲ୍ଲୀରେ ଗୋଟିଏ ବିଧାନସଭା ଓ ମନ୍ତ୍ରିମଣ୍ଡଳର ବ୍ୟବସ୍ଥା କରାଯାଇଛି 1993 ମସିହା ପରଠାରୁ ହେଲା। କେବଳ ରାଜ୍ୟ ତାଲିକାଭୁକ୍ତ ଦେଖ ରାଜ୍ୟ ତାଲିକାଭୁକ୍ତ ମାନେ କ'ଣ ଦେଖ କିଛି କାମ ଅଛି ବାବା ଯେ କ'ଣ କହିଲ ମାନେ 3 ପ୍ରକାର କାମ। ଗୋଟେ କ'ଣ ନା ଗୋଟେ ଅଛି ଷ୍ଟେଟ୍ ଲିଷ୍ଟରେ ଗୋଟେ ଥିବ, ଆଉ ଗୋଟେ ଥିବ ସେଣ୍ଟ୍ରାଲ ଲିଷ୍ଟରେ ସେଣ୍ଟର ଲିଷ୍ଟରେ, ଆଉ ଗୋଟେ ଥାଏ କନକରେଣ୍ଟ ଲିଷ୍ଟ ମାନେ ମିଳିତ ଯେଉଁଥିରେ ଷ୍ଟେଟ୍ ବି ମୁଣ୍ଡ ଖେଳେଇବ ଯେଉଁଥିରେ ମାନେ କ'ଣ ସେଣ୍ଟର ବି ମୁଣ୍ଡ ଖେଳେଇବ। ବୁଝିପାରିଲ, କିଛି କ୍ଷମତା ଷ୍ଟେଟ୍ ହାତରେ ରାଜ୍ୟ ହାତରେ ଦେଇଥାଏ ରାଜ୍ୟ ତାଲିକାଭୁକ୍ତ, କିଛି ଥାଏ କେନ୍ଦ୍ର ତାଲିକାଭୁକ୍ତ, ଆଉ କିଛି ମାନେ କ'ଣ ମିଶ୍ରିତ ମାନେ 2 ଜଣଙ୍କ ଅଣ୍ଡରରେ ଥାଏ, ସେଇଟା କନକରେଣ୍ଟ ଲିଷ୍ଟ କୋड କୁହାଯାଏ। ସେଥିପାଇଁ ଲେଖା ହେଲା ଏଠି କ'ଣ କେବଳ ରାଜ୍ୟ ତାଲିକାଭୁକ୍ତ ମାନେ ଗୋଟେ ରାଜ୍ୟର ତାଲିକାଭୁକ୍ତ ଖାଲି ରାଜ୍ୟମାନଙ୍କ ଉପରେ ସେ ପାୱାର ଥାଏ। ତାଲିକାଭୁକ୍ତ 3 ଗୋଟି ବିଷୟ ତଥା ଆଇନ, ଶାନ୍ତି ଶୃଙ୍ଖଳା ରକ୍ଷା, ପୋଲିସ ଏବଂ ଜମିଜମା ବିଷୟକୁ ବାଦ୍ ଦେଲେ ଏହି ତାଲିକାଭୁକ୍ତ ଅନ୍ୟ ବିଷୟଗୁଡ଼ିକ ଉପରେ ଆଇନ ପ୍ରଣୟନ କରିବାର କ୍ଷମତା ଦିଲ୍ଲୀ ବିଧାନସଭା ରହିଛି। ଦେଖ ତାହେଲେ ରାଜ୍ୟମାନଙ୍କରେ ରାଜ୍ୟ ତାଲିକା କ୍ଷମତା ରହିବ ଯେଉଁ କ୍ଷମତା ସବୁ ରାଜ୍ୟମାନଙ୍କର ଥିବ, ବୁଝିପାରୁଛ। କିନ୍ତୁ ଦିଲ୍ଲୀରେ ସେ କ'ଣ ନା ରାଜ୍ୟ ତାଲିକାଭୁକ୍ତ ଯେତେ ସବୁ ତାଙ୍କ ପାୱାର ରାଜ୍ୟକୁ ସବୁ ପାୱାର ଦେଇଛି କହିଲି 3ଟା ପାୱାର ଦିଆହେଇଛି। କିଛି ରାଜ୍ୟମାନଙ୍କୁ ପାୱାର ଦିଆଯାଇଛି, ସେଥିରେ ଷ୍ଟେଟ୍ କିଛି ସେଣ୍ଟର କିଛି ମୁଣ୍ଡ ଖେଳେଇବନି, ଯେଉଁଟା ଷ୍ଟେଟ୍ର ପାୱାର ରାଜ୍ୟମାନଙ୍କର ପାୱାର ସେଇଟା କେନ୍ଦ୍ର କିଛି ମୁଣ୍ଡ ଖେଳେଇବ ନାହିଁ, ବୁଝିପାରୁଛ। ଆଉ ଯେଉଁଟା କେନ୍ଦ୍ରର ପାୱାର ସେଥିରେ ଷ୍ଟେଟ୍ କିଛି କରିପାରିବ ନାହିଁ, ଆଉ କିଛି ମିଶିକି ପାୱାର ଅଛି କନକରେଣ୍ଟ ଲିଷ୍ଟ, ବୁଝିପାରିଲ। ଗୋଟେ ଷ୍ଟେଟ୍ ଲିଷ୍ଟ, ଗୋଟେ ସେଣ୍ଟ୍ରାଲ ଲିଷ୍ଟ, ଆଉ ଗୋଟେ କନକରେଣ୍ଟ ଲିଷ୍ଟ ଅଛି ହେଲା। ରାଜ୍ୟ ତାଲିକାଭୁକ୍ତ, କେନ୍ଦ୍ର ତାଲିକାଭୁକ୍ତ, ଆଉ ଗୋଟେ ମିଶ୍ରିତ ତାଲିକାଭୁକ୍ତ ନା ଆଉ ଗୋଟେ କ'ଣ ଗୋଟେ ତା ନାଁ ଗୋଟେ କ'ଣ ଗୋଟେ କୁହନ୍ତି ହେଲା। ହଉ ତାହେଲେ 3ଟା ରାଜ୍ୟ ତାଲିକାଭୁକ୍ତ ଏକୁ ତ କୁହାଗଲା ଦିଲ୍ଲୀ ଗୋଟେ କେନ୍ଦ୍ରଶାସିତ ଅଞ୍ଚଳ, କିନ୍ତୁ ତାକୁ ମାନେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଛି। ଯଦି ସ୍ୱତନ୍ତ୍ର ରାଜ୍ୟ ତାହେଲେ ତା ରାଜ୍ୟ ତାଲିକାଭୁକ୍ତ ଯାହା ସବୁ କ୍ଷମତା ତାକୁ ମିଳିବା କଥା, କିନ୍ତୁ ନା ତାକୁ 3ଟା କ୍ଷମତା ବାଦ୍ ଦିଆହେଇଛି। କ'ଣ କ'ଣ ଲେଖା ହେଇଛି ଆଇନ, ଶାନ୍ତି ଶୃଙ୍ଖଳା ରକ୍ଷା, ଏଇଠି ଯେଉଁ ଲେଖା ହେଇଛି ଦେଖିଦିଅ ପିଲାମାନେ, ଏଇଠି ଯେଉଁ ଲେଖା ହେଇଛି ଶାନ୍ତି ଶୃଙ୍ଖଳା ରକ୍ଷା, ଆଉ କ'ଣ ପୋଲିସ ଜମିଜମା ବିଷୟକୁ ବାଦ୍ ଦେଲେ ଏହି ତାଲିକାଭୁକ୍ତ ଅନ୍ୟ ବିଷୟ ଉପରେ ଆଇନ ପ୍ରଣୟନ କରିବାର କ୍ଷମତା ଦିଲ୍ଲୀ ବିଧାନସଭାର ରହିଛି, ବୁଝିପାରୁଛ। ଇଏ ହେଉଛି କଥା ହେଲା। ତାପରେ ଦିଲ୍ଲୀର ଶାସନ ମୁଖ୍ୟ ହେଉଛନ୍ତି ସେଇ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଜଣେ ଉପରାଜ୍ୟପାଳ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ପଣ୍ଡିଚେରୀରେ ଯେମିତି ଏଠି ମଧ୍ୟ ସେମିତି। କ୍ୱେଶ୍ଚନ୍ ଲେଖିଦେବ କ୍ଲିୟରଲି ସବୁ କହି ଆଉଛି ହେଲା। ଯେଉଁଠି କ୍ୱେଶ୍ଚନ୍ କହିଥିବି ଲେଖିବା ପାଇଁ ଯାହା କହିଥିବି ସେୟା ଲେଖିଦେବ। ତାପରେ କ'ଣ ଲେଖା ହେଇଛି କୌଣସି ଅଧିକୃତ ଅଞ୍ଚଳରେ ପ୍ରଶାସନ ପାଇଁ ଆମ ସମ୍ବିଧାନର କୌଣସି ବ୍ୟବସ୍ଥା ନାହିଁ। କୌଣସି ଅଧିକୃତ ଅଞ୍ଚଳର ପ୍ରଶାସନ ପାଇଁ ହେଲା ଆମ ସମ୍ବିଧାନରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଯେଉଁ ଅଞ୍ଚଳ କିଏ ଅଧିକାର କରିଥିବ ସେ ଅଞ୍ଚଳକୁ ପ୍ରଶାସନ କରିବା ପାଇଁ ଆମ ସମ୍ବିଧାନରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। କିନ୍ତୁ ସେହି ଅଞ୍ଚଳଗୁଡ଼ିକ କେନ୍ଦ୍ରଶାସିତ ଅଞ୍ଚଳର ପଦମର୍ଯ୍ୟାଦା ପାଇଛନ୍ତି, ବୁଝିଲ। ତାର ଅର୍ଥ କ'ଣ ଯେଉଁ ଅଞ୍ଚଳ
ମାନେ କ'ଣ ଆମେ ଅଧିକାର କରିଛନ୍ତି। କାଲି ଥରେ ହୁଏ ତ ଆମେ କ'ଣ କରିବା, ପାକିସ୍ତାନର ଗୋଟେ ଅଞ୍ଚଳକୁ ଅକ୍ତିଆର କରିନେବା, ଅଧିକାର କରିନେବା। ସେ ରାଜ୍ୟକୁ ଆମେ ଶାସନ କରିପାରିବା ନାହିଁ। ସେଇଥିପାଇଁ ସେ ଅଞ୍ଚଳକୁ କେଉଁ ନାଁରେ ନାମିତ କରିବା? କେନ୍ଦ୍ର ଶାସିତ ଅଞ୍ଚଳ। ବୁଝିପାରୁଛ? ତାହେଲେ ତୁମେ ଯେଉଁ ସବୁ ଦେଖୁଛ ରେ, ଆଣ୍ଡାମାନ ନିକୋବର, ଦାଦ୍ରା ନଗର ହାବେଳି, ଆଉ କ'ଣ ସବୁ କେତେ କେନ୍ଦ୍ର ଏଇ ଦେଖିଲ ବା, କ'ଣ ସବୁ ଦେଖିଲ? କୁଆଡ଼େ ଗଲା ରେ? ଏଇ ଯେଉଁ ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ହାବେଳି, ଡାମନ ଡିଉ, ଚଣ୍ଡିଗଡ଼, ଜାମ୍ମୁ କାଶ୍ମୀର, ଲଦାଖ। ବୁଝିପାରୁଛ? ଇଏ ସବୁ ଗୋଟେ ଆମେ ଅଧିକାର କରିଥିବା ଅଞ୍ଚଳ ହେଲା। ଅଧିକାର କରିଥିବା ଅଞ୍ଚଳ ପାଇଁ କିଛି ବ୍ୟବସ୍ଥା ନଥାଏ, ସେଇଥିପାଇଁ ତାକୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ଦିଆଯାଇଥାଏ। ବୁଝିପାରିଲ? କ୍ଲିଅର ହେଲ? କ୍ଲିଅର କହୁନ ବି? ୟେସ୍ ସାର୍ ଶୁଭୁନି ମୋତେ। ଓକେ, ଭେରି ଗୁଡ୍। ଦେଖ ସରିଲା। ଆଇନ ମନେ ରଖିବ, 3ଗୋଟି ବ୍ୟବସ୍ଥାକୁ ଛାଡ଼ିଦେଲେ ଆଉ ସବୁ ବିଷୟ ଉପରେ ମାନେ କ୍ଷମା ଅଛି, ତାଙ୍କ ପାୱାର ଅଛି। କାହାର? ଦିଲ୍ଲୀର। ବୁଝିଲ? ତାପରେ ସମ୍ବିଧାନ କ'ଣ ବ୍ୟବସ୍ଥା ନାହିଁ, କିନ୍ତୁ ସେହି ଅଞ୍ଚଳକୁ କେନ୍ଦ୍ରଶାସିତ ଅଞ୍ଚଳ ପଦମର୍ଯ୍ୟାଦା ପାଇଛନ୍ତି। ନିମ୍ନରେ କେତୋଟି ଉଦାହରଣ ଦିଆଯାଇଛି। ଏଇ ଦେଖ ଉଦାହରଣ ଦିଆଯାଇଛି। ଫରାସୀ ଅଧିକୃତ ପଣ୍ଡିଚେରୀ, ଆଗରୁ ପଣ୍ଡିଚେରୀକୁ ଫରାସୀ ହେଲା, ସେମାନେ ଫ୍ରାନ୍ସ ଦେଶର ଲୋକମାନେ ହେଲା, ସେମାନେ ଅଧିକାର କଲେ, ତାଙ୍କଠୁ ଆମେ ଛଡ଼େଇ ଆଣିଲେ, ସେମାନେ ଛାଡ଼ି ଦେଇଗଲେ। ତ ସେଇ ପଣ୍ଡିଚେରୀ ସେଥିପାଇଁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଛି। ପଣ୍ଡିଚେରୀ, କାରିକଲ, ମାହେ, ୟନମ ଅଞ୍ଚଳ ଓ ପର୍ତ୍ତୁଗାଲ, ଏସବୁ ଫରାସୀ ଅଧିକାର କରିଥିଲେ। ପଣ୍ଡିଚେରୀ, କାରିକଲ, ମାହେ ଏସବୁ ୟନମ ଅଞ୍ଚଳ କିଏ ଅଧିକାର କରିଥିଲେ? ଫରାସୀ ହେଲା। କ୍ୱେଶ୍ଚନ୍ ଲେଖିପାରିବ, ଫରାସୀ କେଉଁ କେଉଁ ଅଧିକୃତ ଅଞ୍ଚଳ କରିଥିଲେ, ଯେଉଁଟା ଭାରତ ପାଖରେ ବର୍ତ୍ତମାନ ଅଛି ହେଲା। ଫରାସୀ ଅଧିକୃତ ଅଞ୍ଚଳ। ପର୍ତ୍ତୁଗାଲ କିଏ? ଗୋଆ, ଡାମନ ଡିଉ, ଦାଦ୍ରା ନଗର ହାବେଳି ଭାରତ ସହିତ ମିଶ୍ରଣ ହେବା ଫଳରେ 1962 ମସିହାରେ ସେଗୁଡ଼ିକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଲା ହେଲା। ଏ ସମ୍ପର୍କରେ 10ମ, ଦ୍ୱାଦଶ ଓ ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନରେ ବିଶେଷ ଭାବରେ ଆଲୋଚିତ ହୋଇଛି। ବୁଝିପାରିଲ? ତାହେଲେ ଏଇ ଯେଉଁ ସମ୍ପର୍କରେ କେମିତି କ'ଣ ସବୁ ଅଧିକାର ଅଞ୍ଚଳକୁ ଆମ ଭାରତ ସହିତ ଯୋଡ଼ା ଯାଇକି ତାକୁ ରାଜ୍ୟ ମାନ୍ୟତା ଦିଆହେଉନି, କେଉଁ ମାନ୍ୟତା ଦିଆହେଉଛି? କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆହେଉଛି ବୋଲି କୁହାଗଲା ହେଲା। ସେଇଟା ସବୁ ବିଷୟରେ କେଉଁଠି ଭଲରେ ଲେଖା ହେଇଛି ନା ସଂବିଧାନର 10ମ, ଦ୍ୱାଦଶ ଏବଂ ଚତୁର୍ଦ୍ଦଶ ସଂଶୋଧନ କରାଯାଇଛି। ଯେଉଁ ଯେତେ ତମ ଏଇଟା 10ମ ତମ ମାନେ 10ଥର ସମ୍ବିଧାନ ସଂଶୋଧନ କଲାବେଳକୁ ସବୁ ଡିଟେଲ୍ସ ଲେଖାଯାଇଛି। ବୁଝିପାରିଲ? କ୍ଲିଅର? ତାପରେ ଆସିଲା, ଏତିକି ଯାଏଁ କ୍ଲିଅର ହେଇଗଲା ରେ। ଏଇଟା ମନେ ଲେଖିବ, 1962 ମସିହାରେ ସେଗୁଡ଼ିକ କେନ୍ଦ୍ରଶାସିତ ମାନ୍ୟତା ପାଇଲା। ଏଇ ଯେଉଁ ସବୁ ଫରାସୀ ଅଧିକୃତ ଅଞ୍ଚଳକୁ ଲେଖିବ, କେତେ ମସିହାରେ ଫରାସୀ ଅଧିକୃତ ଅଞ୍ଚଳ ଓ ପର୍ତ୍ତୁଗାଲ ଅଧିକୃତ ଅଞ୍ଚଳ ଭାରତରେ ମିଶି କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଲା। କ୍ୱେଶ୍ଚନ୍, କେତେ ମସିହାରେ? 1962 ମସିହାରେ। ଆଉ ଲେଖିବ ଯେଉଁ କ'ଣ ଅଧିକୃତ ଅଞ୍ଚଳ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବା ବିଷୟରେ କେଉଁ ସମ୍ବିଧାନ ସଂଶୋଧନ ଆଇନରେ ଲିଖିତ ଅଛି? 10ମ, ଦ୍ୱାଦଶ, ଚତୁର୍ଦ୍ଦଶ। ବୁଝିପାରିଲ? ତାପରେ ଆସିଲା ରାଜ୍ୟ ପୁନର୍ଗଠନର ପ୍ରବାହମାନ ଘଟଣା ବୋଲି ଆମେ ଜାଣିଛନ୍ତି। ରାଜ୍ୟ ସବୁ ପୁନର୍ଗଠନ ହେଲା, ପୁଣି ଥରେ ଗଢ଼ି ଉଠିଲା ହେଲା। 1950 ମସିହାରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବା ସମୟରେ ଭାରତରେ 9ଗୋଟି ପ୍ରାକ୍ତନ ବ୍ରିଟିଶ ଶାସନାଧୀନ ଓ ଭାରତୀୟ ପ୍ରଦେଶ ସମେତ ଅନ୍ୟ ସମସ୍ତ ଅଞ୍ଚଳକୁ କ, ଖ, ଗ ରାଜ୍ୟ ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା। ଭଲ ମନେ ରଖିବ, 1950 ମସିହା ଜାନୁଆରୀ 26ରେ ଆମ ସମ୍ବିଧାନ ପ୍ରଣୟନ ହେଲା। ଏହି ପ୍ରଣୟନ ହେବା ପରେ ଭାରତରେ ଥିଲା 9ଗୋଟି ବ୍ରିଟିଶ ଶାସନାଧୀନ କ'ଣ ଅଞ୍ଚଳ। ଆଉ କ'ଣ ଥିଲା ନା ଭାରତୀୟ ପ୍ରଦେଶ ଥିଲା। ଆଉ ସବୁ ଅନ୍ୟ ସମସ୍ତ ସବୁ ଅଞ୍ଚଳକୁ ମିଶେଇ କ'ଣ କଲେ? ଏଇଟା କିନ୍ତୁ ମନେ କ୍ୱେଶ୍ଚନ୍ ଲେଖିବ। 1950 ମସିହାରେ ହେବା ସମୟରେ ଭାରତରେ କେତେ ଗୋଟି ରାଜ୍ୟ ଥିଲା? 9ଗୋଟି ପ୍ରାକ୍ତନ ବ୍ରିଟିଶ ଶାସନାଧୀନ ଅଞ୍ଚଳ। ମନେ ଲେଖି ଏଇଟା କ୍ୱେଶ୍ଚନ୍ ଲେଖିବ ଯେ ଆଗରୁ କେତେଟା ବ୍ରିଟିଶ ଶାସନାଧୀନ ଅଞ୍ଚଳ ଥିଲା? ପ୍ରାକ୍ତନ ବ୍ରିଟିଶ ଶାସନାଧୀନ ଅଞ୍ଚଳ ଲେଖିବ 9ଗୋଟି। ବୁଝିଲ? ଆଉ ଗୋଟେ କ୍ୱେଶ୍ଚନ୍ ଲେଖିପାରିବ, କେତେ ମସିହା ସମ୍ବିଧାନ କାର୍ଯ୍ୟକାରୀ ହେଲା? 1950 ଜାନୁଆରୀ 26। କେବେ ସରିଲା ସମ୍ବିଧାନ ପ୍ରଣୟନ? 1949। କେବେ? 1949 ଡିସେମ୍ବର 26 ହେଲା। ନୂତନ ସମ୍ବିଧାନ ପ୍ରଥମେ ବରିଷ୍ଠ ସୂଚୀ ତାଲିକାରେ ଦେଖ କ, ଖ କରାହେଲା। କ ଶ୍ରେଣୀଭୁକ୍ତର ସବୁ କିଏ କ ଶ୍ରେଣୀଭୁକ୍ତ ହେଲେ? ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ଶାସନାଧୀନ 9ଗୋଟି ପ୍ରଦେଶ।
ତାହେଲେ କ ଶ୍ରେଣୀରେ କାହାକୁ ରଖିଲେ? ସ୍ୱାଧୀନତା ପୂର୍ବରୁ ଯେଉଁ 9 ଗୋଟି ଅଞ୍ଚଳକୁ ବ୍ରିଟିଶ ମାନେ ଅକ୍ତିଆର କରିଥିଲେ ସେମାନେ ସବୁ ହେଲେ କ ଶ୍ରେଣୀ ହେଲା। ଖ ଶ୍ରେଣୀରେ କିଏ? ସେ ସବୁ କ ଶ୍ରେଣୀ ଲେଖିଦେବ। କ ଶ୍ରେଣୀରେ କେଉଁ କେଉଁ ରାଜ୍ୟ ଥିଲେ ସବୁ ରାଜ୍ୟକୁ ମନେ ରଖିଦେବ ଟିକେ ଟିକେ। କିଏ କିଏ ଥିଲେ? ଆସାମ, ବିହାର, ଏ ଆମ ଓଡ଼ିଶା ଅଛି ଆଜି ଯେଉଁ ପଢ଼ୁଥିଲେ। ଆମ ଓଡ଼ିଶାକୁ ଅକ୍ତିଆର କରିଥିଲେ 1803 ମସିହାରେ ହେଲା ଇଂରେଜମାନେ। এই লেখা হয়েছে দেখ ক শ্রেণীভুক্ত রাজ্য হলে আসাম, বিহার, বম্বে, মধ্যপ্রদেশ, ওড়িশা, পঞ্জাব, সংযুক্ত প্রদেশ বুঝল। এই যে উত্তরপ্রদেশ, উତ୍ତরাখণ্ড ଏସବୁ ମିଶିକି ସଂଯୁକ୍ତ ପ୍ରଦେଶ ଥିଲା। ପଶ୍ଚିମବଙ୍ଗ ଏକୁ ସବୁ 9ଟାକୁ କ ଶ୍ରେଣୀଭୁକ୍ତ କଲା, ଯେଉଁଟାକି ଆଗରୁ କ'ଣ ବ୍ରିଟିଶ ପ୍ରାକ୍ତନ ଅଞ୍ଚଳ ଥିଲା। ବ୍ରିଟିଶ ତାକୁ ରଖିଥିଲେ, ବ୍ରିଟିଶ ସେଥିରେ ଶାସନ କରୁଥିଲା। ସେହିପରି ଖ ଶ୍ରେଣୀଭୁକ୍ତ କେଉଁ କେଉଁ ଅଞ୍ଚଳ ହେଲା ରେ ମନେ ରଖିଦେବ, ପରୀକ୍ଷାରେ ପଡ଼ିବ ହିଁ ପଡ଼ିବ। କ ଶ୍ରେଣୀଭୁକ୍ତ ଅଞ୍ଚଳ କିଏ? ଖ ଶ୍ରେଣୀଭୁକ୍ତ ଅଞ୍ଚଳ କିଏ? କିଏ କ ଶ୍ରେଣୀଭୁକ୍ତ ହେଲେ? ଜାମ୍ମୁ କାଶ୍ମୀର, ହାଇଦ୍ରାବାଦ, ଜାମ୍ମୁ କାଶ୍ମୀର ସମେତ 5 ଗୋଟି ମନେ ରଖିଦେବ। ତାହେଲେ ଖ ଶ୍ରେଣୀରେ ଖାଲି ହାଇଦ୍ରାବାଦ ଓ ଜାମ୍ମୁ କାଶ୍ମୀର ହେଲା। ଆଉ 5 ଗୋଟି ରାଜ୍ୟ ମଧ୍ୟ କୁହାହେଇଛି, ସମେତ 5 ଗୋଟି ଆଉ 3ଟା ଥିବ। ଗ ଶ୍ରେଣୀରେ ରହିଲେ 5 ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ଯେମିତିକି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଅନ୍ୟାନ୍ୟ ଅଧିକୃତ ଅଞ୍ଚଳ ସ୍ଥାନ ପାଇଲେ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଅନ୍ୟାନ୍ୟ ସବୁ କ'ଣ କେଉଁଠି ପାଇଲେ? ଗ ଶ୍ରେଣୀରେ ରହିଲେ 5 ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଲେ, ଲେଖା ହେଇନି କାରଣ ଅଲଗା ସବୁ ଆଉ ଘରେ କିଏ? ଘରେ ସବୁ ଅନ୍ୟାନ୍ୟ ଅଞ୍ଚଳ ସବୁ ରହିଲେ। ତାହେଲେ ମୁଖ୍ୟ ହେଉଛି କ କଥା ତୁମକୁ ପଚାରିପାରେ, ଖ କଥା ପଚାରିପାରେ ହେଲା। ଗରେ ତ ରହିଲା ଖାଲି କେନ୍ଦ୍ରଶାସିତ। କରେ କିଏ? କରେ 9ଟା ଜିନିଷକୁ ମନେ ରଖିଦେବ। ଯେଉଁ ଆସାମ, ବିହାର, ଓଡ଼ିଶା, ସଂଯୁକ୍ତ ପ୍ରଦେଶ, ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ବିହାର, ବମ୍ବେ। ଆସାମ ହେଇଗଲା, ବିହାର ହେଇଗଲା ହେଲା, ବମ୍ବେ ହେଇଗଲା, ମଧ୍ୟପ୍ରଦେଶ ହେଇଗଲା, ମାଡ୍ରାସ ହେଇଗଲା ବୁଝିଲ। ଏସବୁ ବଡ଼ ବଡ଼ ଅଞ୍ଚଳ ଥିଲା। ତାପରେ ଏମିତି କରିଦିଆହେଲା ଯେତେବେଳେ ସ୍ୱାଧୀନତା ପୂର୍ବରୁ। ତାପରେ କ'ଣ କଲେ? କ ଶ୍ରେଣୀଭୁକ୍ତ ଅଞ୍ଚଳର ମୁଖ୍ୟ କିଏ ହେଲେ? ନା ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଜଣେ ରାଜ୍ୟପାଳ। ଖ ଶ୍ରେଣୀଭୁକ୍ତ ରାଜ୍ୟ କିଏ ହେବେ? ଖ ଶ୍ରେଣୀଭୁକ୍ତ ରାଜ୍ୟମାନଙ୍କର ଶାସନ ମୁଖ୍ୟ କୁହାଗଲା, ଶାସନ ମୁଖ୍ୟଙ୍କୁ କୁହାଗଲା ରାଜ୍ୟ ପ୍ରମୁଖ। ଏଠି ରାଜ୍ୟପାଳ କରିବେ, ଏଠି ରାଜ୍ୟ ପ୍ରମୁଖ ଶାସନ ହେଲେ ହେଲା। ଜଣେ ଚିଫ୍ କମିଶନର କିମ୍ବା ଉପରାଜ୍ୟପାଳ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରହିଲେ ଗ ଶ୍ରେଣୀ ରାଜ୍ୟର ଶାସନ ମୁଖ୍ୟ, ସେ ରାଜ୍ୟ ପ୍ରମୁଖ। ପୁଣି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଉପରାଜ୍ୟପାଳ ରହିଲେ ଗ ଶ୍ରେଣୀ ଓ ଘ ଶ୍ରେଣୀ ରାଜ୍ୟର ଶାସନ ମୁଖ୍ୟ ରହିଲେ ଚିଫ୍ କମିଶନର। ତାହେଲେ 4ଟା କ୍ୱେଶ୍ଚନ୍ ହେଇଯିବ। କ ଶ୍ରେଣୀଭୁକ୍ତ ରାଜ୍ୟର କିଏ ମୁଖ୍ୟ ରହୁଥିଲେ? ଶାସନ ମୁଖ୍ୟ। ଖ ଶ୍ରେଣୀରେ କିଏ ମୁଖ୍ୟ ରହୁଥିଲେ? ଗ ଶ୍ରେଣୀରେ ମୁଖ୍ୟ କିଏ ରହୁଥିଲେ? ଘ ଶ୍ରେଣୀରେ ମୁଖ୍ୟ କିଏ ରହୁଥିଲେ? ବୁଝିପାରୁଛ? 4ଟା ପଏଣ୍ଟ ହେଇଯିବ, ଲେଖିଦେବ। ଖ ଶ୍ରେଣୀ ଯାଇ ଲେଖିଦେଇଛି ରେ, ସେଠି ସିନା ଲେଖିଥିଲା ଖାଲି ମୁଁ ଏଠି ସବୁ ଲେଖି ଦେଖ, ଦେଖୁଛୁ ବୁଝୁଛ? ଏ ଲେଖିଛି ଖ ଶ୍ରେଣୀରେ ହାଇଦ୍ରାବାଦ, ଜାମ୍ମୁ କାଶ୍ମୀର, ମଧ୍ୟ ଭାରତ, ମହୀଶୂର, ପଟିଆଲା ଯେଉଁ କୁହନ୍ତି ଆମେ ଶୁଣୁ ପଟିଆଲା, ପୂର୍ବ ପଞ୍ଜାବ, ଏସବୁ ଥିଲେ ଖ ଶ୍ରେଣୀରେ। ଗ ଶ୍ରେଣୀରେ କିଏ? ଆଜମୀର, ଭୋପାଳ, ବିଳାସପୁର, କୁଚବିହାର, କୁର୍ଗ, ଏସବୁ ଥିଲେ ଗ ଶ୍ରେଣୀରେ। ବୁଝିପାରିଲ? କ୍ଲିଅର ହେଇଗଲା ଏତିକି? କ୍ଲିଅର। ହଉ, ତାପରେ ଆସିଲା ଭାଷା ଭିତ୍ତିକ ରାଜ୍ୟ ପ୍ରଣାଳୀ। ଏତିକି ମୋତେ କରିକି ଆଗରେ ପଠାଅ ତ କ୍ୱେଶ୍ଚନ୍, କେଉଁମାନେ ବୁଝିପାରିଲ ନ ବୁଝିପାରିଲ କ୍ୱେଶ୍ଚନ୍ ତିଆରି କରିକି ମୋତେ ପଠାଅ। ବର୍ତ୍ତମାନ ଟାଇମ୍ କେତେଟା? 8:54 ହେଇଛି, ସରୁଛି। ତାପରେ ମୁଁ ତୁମକୁ ପଠାଇଦେବି। ପଠାଇଲା ପରେ ତୁମେ କରିକି ଦେବ ବୋଲି ମୋର ଆଶା ଓ ବିଶ୍ୱାସ। ଗୁଡ଼୍ ଲକ୍।